ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲି ବୀର ସୁରେନ୍ଦ୍ର ସାଏ କ୍ଲବ 32ତମ ପ୍ରତିଷ୍ଠା ଦିବସ ଆଜି ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଅବସରରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସମ୍ପାଦକ ଶମ୍ଭୁରାଜ କର୍ଣ୍ଣଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଅତିଥି ଭାବେ ସରପଞ୍ଚ ପ୍ରଦୀପ ଦେହେରୀ, ବିଜେପି ମେଟାକାନି ମଣ୍ଡଳ ସଭାପତି ମୁକ୍ରୁ ବାଗ, ସରସ୍ୱତୀ ଶିଶୁ ମନ୍ଦିର ଚୋଡ଼େପଙ୍ଗର ସମ୍ପାଦକ ଆଦିତ୍ୟ ବ୍ରହ୍ମଚାରୀ, ଯୁବ ମହାସଂଘ ଉଲୁଣ୍ଡାର ପୂର୍ବତନ ସଭାପତି ପ୍ରମୋଦ ପ୍ରଧାନ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ତଥା ଯୁବ ସଂଘର ଭୂମିକା ବିଷୟରେ ଆଲୋଚନାରେ ସାମିଲ ହୋଇଥିଲେ। ଏହି ଅବସରରେ ସ୍ୱତନ୍ତ୍ର ଭାବେ 16 ଦଳକୁ ନେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିଥିମାନେ ସାମିଲ ହୋଇ ଫିତା କାଟି ଖେଳ ଆରମ୍ଭ କରିଥିଲେ। ପ୍ରଥମ ବ୍ୟାଟିଂ କେଉଟିପାଲି ସହିତ ବରଗାଁ ଦଳ ଭିତରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରି କେଉଟିପାଲି ଦଳ 8 ଓଭରରେ 5 ୱିକେଟ ହରାଇ 110 ରନ୍ ଜବାବରେ ବରଗାଁ ଦଳ 8 ଓଭରରେ 98 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ। 12 ରନ୍ରେ କେଉଟିପାଲି ବିଜୟୀ ହୋଇଥିଲେ। ଖେଳ ପରିଚାଳନା କରିଥିଲେ ସଞ୍ଜୟ ପଟ୍ଟନାୟକ ଓ ଦୟାନିଧି ଦେହେରୀ। ସ୍କୋରିଂ କରିଥିଲେ ଆଶିଷ ଭୁକ୍ତା ଓ ପ୍ରଶାନ୍ତ ମେଲ୍ଲି। ଧାରା ବିବରଣୀ ପ୍ରଦାନ କରିଥିଲେ ରାଜକିଶୋର ସୁରଜାଲ ଓ ଆଦିତ୍ୟ ବ୍ରହ୍ମଚାରୀ। କମିଟିର ପ୍ରଶାନ୍ତ ମେଲ୍ଲି, ନିରଞ୍ଜନ ମେଲ୍ଲି, ପ୍ରୀତମ ଭୁକ୍ତା, କୁଶ ମାଝୀ, ଜାଗା ସୁରଜାଲ, ଜୟ ସୁରଜାଲ ଓ ଅନ୍ୟମାନେ ସମସ୍ତେ ସହଯୋଗ କରିଥିଲେ।